ନା ନା ଦଳୀୟ କାର୍ଯ୍ୟରେ ଯୋଗ ଦେଲେ ତାଙ୍କ ଭଳିଆ ପରେ ବିଦା ହେବେ ଆଉ ଆର ଗଭର୍ଣ୍ଣରଟା ଆଇଲେ ସେ ଗଭର୍ଣ୍ଣର ହାଉସ୍ଟାକୁ ବଦନାମ କରିଦେଲେ କଳଙ୍କିତ କରିଦେଲେ ଯାହାକୁ ତାକୁ ନରେନ୍ଦ୍ର ମୋଦିକି ଧନ୍ୟବାଦ ତାକୁ ସସ୍ପେଣ୍ଡ ତାକୁ କହିଲେ ରିଜାଇନ୍ କରିବା ପାଇଁ ନା ନାଇଁ ଗଭର୍ଣ୍ଣରଟି ଭଲ ଲୋକଟିଏ ଶିକ୍ଷିତ ଲୋକ ଭଦ୍ର ଲୋକ ରାଜ୍ୟପାଳ ଭାର ଆଜି ଗ୍ରହଣ କରିଛନ୍ତି ଦେଖିବା କେମିତି କାମ କ'ଣ କରୁଛନ୍ତି ଆର ଗଭର୍ଣ୍ଣରଟା ଆଇଲେ ସେ ଗଭର୍ଣ୍ଣର ହାଉସ୍ଟାକୁ ବଦନାମ କରିଦେଲେ କଳଙ୍କିତ କରିଦେଲେ ଯାହାକୁ ତାକୁ ନରେନ୍ଦ୍ର ମୋଦିକି ଧନ୍ୟବାଦ ତାକୁ ସସ୍ପେଣ୍ଡ ତାକୁ କହିଲେ ରିଜାଇନ୍ କରିବା ପାଇଁ ସେ ଚାଲିଗଲେ ଭଲ ହେଲା ଏ ଲୋକ ଜଣେ ଆମାୟିକ ଲୋକ ଭଦ୍ର ଲୋକ ଶିକ୍ଷିତ ଲୋକ ଭଲ ହେବ ହଁ ଠିକ୍ ଶୈଳୀରେ କାମ ଚାଲିବ ଗଭର୍ଣ୍ଣର କାମ ରାଜ୍ୟର ଯେଉଁ ଡେଭଲପମେଣ୍ଟ ହେଉଛି ସୁପରଭିଜନ କରିବା ଆଜ୍ ଏ ସୁପ୍ରିମ୍ ଗଭର୍ଣ୍ଣର କାମ ରାଜ୍ୟର ଯେତେ ବିକାଶ ହେଉଛି ବି ଜନହିତକର କାମ ହେଉଛି ସବୁର ସୁପରଭିଜନ କରିବା ଏବଂ ରାଜ୍ୟର ଯେତେ ଉତ୍ସବ କଲେଜ ଉତ୍ସବ ଗାଁ ଗହଳି ଉତ୍ସବ ଜିଲ୍ଲା ଉତ୍ସବ ଷ୍ଟେଟ୍ ଉତ୍ସବରେ ଯୋଗ ଦେବା ତେଣୁ ଇଏ ଗଭର୍ଣ୍ଣର ଖୁବ୍ ଭଲ ହେବ ବୋଲି ମୁଁ ଆଶା କରୁଛି ନା ନା ଦଳୀୟ କାର୍ଯ୍ୟରେ ଯୋଗ ଦେଲେ ତାଙ୍କ ଭଳିଆ ପରେ ବିଦା ହେବେ ଆଉ କିନ୍ତୁ ଆଜି ଜାନକୀ ପଟ୍ଟନାୟକଙ୍କର ହେଉଛି ଜୟନ୍ତୀ ସକାଳୁ ମୁଁ ଆଗ ଗଲି ଜଟଣୀ ଜୟନ୍ତୀ ତାଙ୍କର କଲୁ ତାପରେ ଖୋର୍ଦ୍ଧା ଗଲି ସେଠି ସୌମ୍ୟରଞ୍ଜନ ପଟ୍ଟନାୟକ ଆମର ଯେଉଁ ଜାନକୀ ବଲ୍ଲଭ ପଟ୍ଟନାୟକ ପାର୍କରେ ଷ୍ଟାଚ୍ୟୁ ହେଇଛି ଫୁଲ ଦେଲୁ ମିଟିଂ ହେଲା ବହୁ ସାହିତ୍ୟିକ ଐତିହାସିକ ଲୟର ଭଦ୍ର ଲୋକ ଗାଁ ଗହଳି ଲୋକ ଛାତ୍ର ଯୁବକ ଦଳ ମତ ନିର୍ବିଶେଷରେ ହଜାର ହଜାର ସଂଖ୍ୟାରେ ଆମେ ଏକାଠି ହେଇଥିଲୁ ସେ ପ୍ରୋଗ୍ରାମ୍ ହେଲା ଆମର ସଞ୍ଜୀବ ପଟ୍ଟନାୟକ ଆମର ଦିଲ୍ଲୀପ ଶ୍ରୀଚନ୍ଦନ ବହୁ ମାନ୍ୟବର ଡକ୍ଟର ମେଜର ମହାନ୍ତି ବହୁ ଲୋକ ସମାଗମ ହେଇଥିଲା ଶିଶିର ପରିଡ଼ା ବହୁ ଲୋକ ଥିଲେ କିନ୍ତୁ ଗୋଟେ ଡିସିସନ୍ ଆମେ ନେଇଛୁ ଆଜି ଆସନ୍ତା ବର୍ଷ ତାଙ୍କର ହେଉଛି ଶତବାର୍ଷିକ ଆମେ ଓଡ଼ିଶା ସରକାରଙ୍କୁ ଅନୁରୋଧ କରିବୁ ତାଙ୍କ ଶତବାର୍ଷିକ ଜାନକୀ ପଟ୍ଟନାୟକଙ୍କର ଶତବାର୍ଷିକ ପାଳନ କରିବା ପାଇଁ ଯଦି ସରକାର କଲେ ତାଙ୍କୁ ଆମେ ସହଯୋଗ କରିବୁ ନହେଲେ ସୌମ୍ୟ ପଟ୍ଟନାୟକଙ୍କୁ ଆଜି ଅନୁରୋଧ କରୁଛୁ ଆପଣଙ୍କ ସଭାପତିତ୍ୱରେ ଗୋଟେ ଭୁବନେଶ୍ୱର ସହରରେ କଳିଙ୍ଗ ଷ୍ଟାଡ଼ିୟମ୍ ଭିତରେ ଯେଉଁ କଳିଙ୍ଗ ଷ୍ଟାଡ଼ିୟମ୍କୁ ଜାନକୀ ପଟ୍ଟନାୟକ ତିଆରି କରିଛନ୍ତି ତାର ଭିତରେ 50,000 ଛାତ୍ର ଯୁବକ ମହିଳା ଆଦିବାସୀ ହରିଜନ ମୁସଲମାନ ଖ୍ରୀଷ୍ଟିଆନ ଜୈନ ବୁଦ୍ଧିଷ୍ଟ ଶିଖ ସମସ୍ତଙ୍କୁ ଡାକି ରାଷ୍ଟ୍ରପତିଙ୍କୁ ଡାକିବୁ ପ୍ରଧାନମନ୍ତ୍ରୀଙ୍କୁ ଡାକିବୁ ମୁଖ୍ୟମନ୍ତ୍ରୀଙ୍କୁ ଡାକିବୁ ଅନ୍ୟମାନେ ସାହିତ୍ୟ ଐତିହାସିକଙ୍କୁ ଡାକିବୁ ବମ୍ବେରୁ କଳାକାର ଡାକିବୁ ଗୋଟେ ତାଙ୍କର ଶତବାର୍ଷିକୀ କଳିଙ୍ଗ ଷ୍ଟାଡ଼ିୟମ୍ରେ କରିବା ପାଇଁ ଆଜି ଆମେ ଚୂଡ଼ାନ୍ତ ନିଷ୍ପତ୍ତି ନେଇଛୁ ୟା ପରେ ଆମେ ସୌମ୍ୟଙ୍କ ସହିତ ଆଲୋଚନା କରି ତାଙ୍କୁ ସଭାପତି କରିଛୁ ଏ କମିଟିର ଶତବାର୍ଷିକ ଜାନକୀ ବଲ୍ଲଭ ପଟ୍ଟନାୟକ ଶତବାର୍ଷିକ କମିଟିର